ଏମିତିକ କଥା ସମସ୍ତେ ଜାଣିଛନ୍ତି କିନ୍ତୁ ଗଜ ଉଦାହରଣ ଦେଶ ଆପଣଙ୍କର ଏ କଥା ଶୁଣିବାର କାରଣ କଣ? ଗଜ ଆଜ୍ଞା ଗୋଟେ ଜାତିରେ ପଶୁ, କୁମ୍ଭୀର ଗୋଟେ ଜାତିରେ ପଶୁ। ଆଶ୍ରମରେ କୀର୍ତ୍ତନ ହେଲା, ମୁଁ ଗୋଟେ କଥା କହିଲି ଯେ ଭଗବାନ ଅଜନି ସମ୍ଭୂତ, ସେ ଯୋନି ସମ୍ଭୂତ ନୁହଁ, ସେ ପ୍ରକଟ ହୁଅନ୍ତି। କାହିଁକି ନା ବିଶ୍ୱ ବ୍ରହ୍ମାଣ୍ଡକୁ ଯିଏ ଉଦରରେ ଧରିଛି ତାକୁ ଉଦରରେ ଧରିବା ବାଲା ଏ ସଂସାରରେ କି ତିଆରି ସେ କଥାକୁ ଭୁଲ ସାବ୍ୟସ୍ତ କରାଯିବା ପାଇଁ ଚିନ୍ତା କରାଗଲା ଯେ ପ୍ରଭୁ କେବେ ପ୍ରକଟ ହୁଅନ୍ତିନି। ଆରେ ଭାଇ ଗଜ ଯଦି କଥା କହୁଛି, କୁମ୍ଭୀର ଯଦି କଥା କହୁଛି, ସାଧୁମାତକି ଯଦି କଥା କହୁଛି, ତାହେଲେ ଏଇଟା କାହିଁ ଅସମ୍ଭବ କଥା ହବ? ଆରେ ଗଜ ଯଦି କଥାବାର୍ତ୍ତା କରିପାରିଲେ ଆମେ ତାକୁ ଶାସ୍ତ୍ରରେ ଅନୁମୋଦନ କଲେ, କୁମ୍ଭୀର ଯଦି କଥା କହିପାରିଲେ ଆମେ ତାକୁ ଶାସ୍ତ୍ରରେ ଅନୁମୋଦନ କଲେ, ଆମେ ଏତେ ଜ୍ଞାନୀ ହେଇଗଲେ ଯେ କୁମ୍ଭୀର କଣ କରଣା ତୁମକୁ ପଚାରା ତାକୁ ଲେଖିଲେ ଗଜ କଣ କହିଲା ଭଗବାନ ତମେ ସେ କଥା ଲେଖିଦେଲେ, ତାକୁ ପ୍ରତି ଉତ୍ତର କରିଦଉଛେ ଗଜ ଏଇଆ କହିଲା କୁମ୍ଭୀର ସେଇଆ କହିଲା, ଦିଜଣଙ୍କ ଭିତରେ ଗୋଟେ ଯୁକ୍ତି ହେଲା। ଯଦି ଗଜ କଥାକୁ ଆମେ ବୁଝିପାରୁଛେ, କୁମ୍ଭୀର କଥାକୁ ବୁଝିପାରୁଛେ, ମହାରାଣୀ ସାରା ଆପଣଙ୍କର କିଏ ସିନା ସାର ବୃକ୍ଷ ଉପରେ ବୁଦ୍ଧ ସାଧନା କହିଲା, ତା କଥାକୁ ଇଏ ବୁଝିପାରିଲେ, ତା କଥାକୁ ଯଦି ଶୁଣି ପାରିଲେ, ତାହେଲେ ଏଇଟା କାହିଁ ସମାଜ ହବ? ଭଗବାନ ମଶା ପର୍ବ କରିପାରନ୍ତି, ପର୍ବତକୁ ମଶା କରିପାରନ୍ତି। ଯଦି ପ୍ରଭୁଙ୍କ ପାଖରେ ସେ ଗୁଣ ଅଛି, ପ୍ରଭୁ କାହିଁ ସେ ଗୁଣ ଅଧିକାରୀ ହେଇପାରିବେନି? ନାଇଁ କି? ଗଜ ଉଦାହରଣ ଦେଶରୁ ଆମେ ଶିଖିଲେ କଣ? ଗୋଟିଏ କଥା, ମୋଟାମୋଟି ଗୋଟିଏ ପାଦରେ ଆମେ ହଉଛେ ସମସ୍ତେ ଗୋଟିଏ ଗୋଟିଏ ଗଜ। ଏ ଜୀବକୁ ଗଜ ବୋଲି କୁହାଯାଇଛି, ନାଇଁ କି? ଆଚ୍ଛା, କୁମ୍ଭୀର କିଏ? କୁମ୍ଭୀର ହେଲା କାଳ। ଆମର ପାଦକୁ କାଳ ସବୁବେଳେ ଚାପୁଡିକି ଧରିଛି। ଆଚ୍ଛା, ଏଇ ଯୋଉ ସରୋବର କିଏ? ଇଏ ହଉଛି ସଂସାର ରୂପକ ସରୋବରରେ ଆମେ ସମସ୍ତେ ଗୋଟିଏ ଗୋଟିଏ ଗଜ। ଆମକୁ କାଳ ରୂପୀ କୁମ୍ଭୀର ଧରିଛି, ମୁକ୍ତି ତ ସେଇ ହବ। ଏତେ ଶହେ ଘଣ୍ଟା କହିଲେ କଣ? ନିର୍ଯାତ ପଦ ଯୋଉଟା ତାର ନିୟମାଙ୍କ ପଦ, ତାକୁ ଗାଇଲେ ଯେତିକି, କଥା କହିଲେ ଯେତିକି, 2 ଘଣ୍ଟା 3 ଘଣ୍ଟା କୀର୍ତ୍ତନ କରିବା ମଧ୍ୟ ସେତିକି। ତ ସେ ଯାହା କି এই উদ্দেশ্যে গোটে কথা আপনার নিকটরে প্রস্তাব বড় ডাকিলা সেদিন তুমি ডাকিলা তুমি ডাকিলা আরে ডাকিলা যাই জোয়ার শরণ হইলে
ଅମଳ କର ପ୍ରାଣ ସର୍ପମାନଙ୍କର କାମ ନଥାଏ ସର୍ପମାନଙ୍କର କାମ ନଥାଏ ସେମାନେ ହେଉଛନ୍ତି ଚକ୍ଷୁଶ୍ରବା ଏ କଥା ଟିକେ ଜୋରେ ଦିଅ ହେଲା ଯୋଉଠି ଆମେ ଆସିଛେ ଘରେ ବସିବା ସେଇଠି ମଧ୍ୟ କାଳ ସର୍ପ କର ମାନଙ୍କୁ ସରି ଅତେବ ସର୍ପମାନଙ୍କର କାମ ଥାଏ ସେମାନଙ୍କୁ ଚକ୍ଷୁଶ୍ରବ ବୋଲି କୁହାଯାଏ ଯଦି ତମର କାମ ନାହିଁ ତାହେଲେ ଆଖିରେ ମୋ କଥା ଟିକେ ନାଇଁ ସେଦିନ ପରମାତ୍ମା ଜଗତର ନାଥ ଜଗତ ପିତା ଜଗନ୍ନାଥ କଲେ କଣ ଭଗବାନ ମା ମହାଲକ୍ଷ୍ମୀ ବରିଦାତ୍ରୀ ଅନ୍ନପୂର୍ଣ୍ଣେଶ୍ୱରୀଙ୍କୁ କୋଳରେ ବସାଇ ଅଗ୍ରପୃଷ୍ଠରେ ବିରାଜମାନ କଲେ ପରମ ପିତା କାହିଁକି ଆପଣଙ୍କର ଭାଗବତ ପ୍ରମାଣ ଦେବେ